କ'ଣ ଜଣେ ଡେଲିଭରି ବୟ କାହାର ଜୀବନ ବଞ୍ଚାଇ ପାରନ୍ତି? ଆଜ୍ଞା ହଁ। ତାମିଲନାଡୁରୁ ସାମ୍ନାକୁ ଆସିଥିବା ଏହି ଘଟଣା ଆଜି ସାରା ଦେଶକୁ ଚକିତ କରିଦେଇଛି। ରାତି 2ଟା ସମୟ, ଚାରିଆଡ଼େ ନିଶବ୍ଦ। କିନ୍ତୁ ସେ ଅନ୍ଧାର ରାତିରେ ଜଣେ ଡେଲିଭରି ବୟଙ୍କ ସତର୍କତା ଗୋଟିଏ ଜୀବନ ବଞ୍ଚାଇ ଦେବ ବୋଲି କେହି କଳ୍ପନା ବି କରିନଥିଲେ। ଜଣେ ମହିଳା ବ୍ଲିଙ୍କିଟ୍ ଆପ୍ ମାଧ୍ୟମରେ କିଛି ଜିନିଷ ଅର୍ଡ଼ର କରିଥିଲେ। ଅର୍ଡ଼ର ନେଇ ଯେତେବେଳେ ଡେଲିଭରି ବୟ ମହିଳାଙ୍କ ଘରେ ପହଞ୍ଚିଲେ, ସେଠାରେ ସେ ଯାହା ଦେଖିଲେ ତାଙ୍କର ଚିନ୍ତା ବଢ଼ିଗଲା। ସେ ଦେଖିଲେ ଯେ ଏହି ମହିଳା ଜଣକ ବହୁତ କାନ୍ଦୁଛନ୍ତି ଏବଂ ଭୀଷଣ ମାନସିକ ଚାପରେ ଅଛନ୍ତି। ମହିଳାଙ୍କର ଏହି କାନ୍ଦ ଏବଂ ତାଙ୍କର ଅର୍ଡ଼ର କରିଥିବା ଜିନିଷକୁ ଦେଖି ଡେଲିଭରି ବୟ ଜଣକ ସନ୍ଦେହ କଲେ କି ବୋଧହୁଏ ମହିଳା ଜଣକ ନିଜର କିଛି ଅଘଟଣ ଘଟାଇବାକୁ ଯାଉଛନ୍ତି। ଡେଲିଭରି ବୟ ସେଠାରୁ ଚାଲି ନ ଯାଇ ମାନବିକତା ଦେଖାଇଥିଲେ ଆଉ କହିଲେ କି ମ୍ୟାଡ଼ାମ୍, ଜୀବନ ହାରିବା କୌଣସି ସମସ୍ୟାର ସମାଧାନ ନୁହେଁ। ସେ ମହିଳାଙ୍କୁ ବହୁତ ବୁଝାଇଲେ ଏବଂ ଅଘଟଣ ଆଶଙ୍କାରେ ସେ ଅର୍ଡ଼ର ଡେଲିଭରି ଦେଲେ ନାହିଁ, ଯାହାଫଳରେ ଜଣେ ମହିଳାଙ୍କ ଜୀବନ ବଞ୍ଚିଯାଇଥିଲା। କର୍ତ୍ତବ୍ୟ ଊର୍ଦ୍ଧ୍ୱକୁ ଯାଇ ମାନବିକତା ଦେଖାଇଥିବା ଏହି ଯୁବକକୁ ଆମର ସଲାମ। ତାଙ୍କର ଏହି ଗୋଟିଏ ସଚେତନ ପଦକ୍ଷେପ ଆଜି ଜଣେ ମହିଳାକୁ ନୂଆ ଜୀବନ ଦେଇଛି। ସତରେ ମାନବିକତା ଆଜି ବି ଜୀବନ୍ତ ଅଛି। ଭିଡ଼ିଓଟା ଯଦି ଆପଣଙ୍କୁ ଭଲ ଲାଗିଥିବ, ପ୍ଲିଜ୍ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍। ଆଉ ଏ ରିଅଲ୍ ହିରୋ ପାଇଁ ଗୋଟେ କମେଣ୍ଟ ଦେବାକୁ ଜମା ବି ଭୁଲିବେ ନାହିଁ।